ପିଲାମାନେ ଆଜି ଆମେ ଆମ ଷଷ୍ଠ ଶ୍ରେଣୀ ବିଜ୍ଞାନର ସୁଷମ ଖାଦ୍ୟ ଏବଂ ସୁସ୍ଥ ଶରୀରର ଉପାୟର ଅଭ୍ୟାସ ପ୍ରଶ୍ନପତ୍ର କରିବା ହେଲା। ପ୍ରଥମେ ଦେଇଛି ଆମେ ଅଲଗାଟିକୁ ଚିହ୍ନଟ କରିବା ଏବଂ କାରଣ ଦର୍ଶାଇବା। ଦେଇଛି ବାଜରା, ମାଣ୍ଡିଆ, ଚଣା। ଏମାନଙ୍କ ମଧ୍ୟରୁ ପୃଥକ ହେଉଛି ଆମର ଚଣା। କାରଣ ବାଜରା, ମାଣ୍ଡିଆ ଖାଦ୍ୟ ଶସ୍ୟ ହୋଇଥିବା ବେଳେ ଚଣା ହେଉଛି ଗୋଟେ ଡାଲି ଜାତୀୟ ଶସ୍ୟ। ସେମିତି ଖରେ ଆମକୁ ଦେଇଛି ରାଜମା, ସବୁଜ ଚଣା, ସୋୟାବିନ୍, ଚାଉଳ ହେଲା। ଏମାନଙ୍କ ମଧ୍ୟରେ ଚାଉଳ ହେଉଛି ପୃଥକ, କାରଣ ଏହା ଗୋଟିଏ ଶ୍ୱେତସାର ଜାତୀୟ ଖାଦ୍ୟ। ମାତ୍ର ରାଜମା ଆଉ ସବୁଜ ଚଣା ଆଉ ସୋୟାବିନ୍ ହେଉଛି ଆମର ପୃଷ୍ଟିସାର ଜାତୀୟ ଖାଦ୍ୟ। ବୁଝିଯାଉଛି ତ? ତାପରେ 2 ନମ୍ବର, ଭାରତରେ ପାରମ୍ପରିକ ବନାମ ଆଧୁନିକ ରୋଷେଇ ପ୍ରଣାଳୀ ବିଷୟରେ ଆଲୋଚନା କର। ପିଲାମାନେ ପାରମ୍ପରିକ ରୋଷେଇ କେମିତି ହେଉଥିଲା? ଆମେ କାଠ ଚୁଲା ବ୍ୟବହାର କରି ରୋଷେଇ କରୁଥିଲେ। ମସଲା ବାଟିବା, ପେଷିବା ପାଇଁ ଶିଳ ଓ ଚକିର ବ୍ୟବହାର କରାଯାଉଥିଲା ହେଲା। ଆଞ୍ଚଳିକ ସ୍ତରରେ ଉତ୍ପାଦନ କରାଯାଉଥିବା ତଟକା ପନିପରିବା ଓ ଅନ୍ୟାନ୍ୟ ଉପାଦାନକୁ ଗୁରୁତ୍ୱ ଦିଆଯାଉଥିଲା। ଆଞ୍ଚଳିକ ଖାଦ୍ୟ ରନ୍ଧନ ପ୍ରଣାଳୀ ଅନୁସୃତ ହେଉଥିଲା। ଆଧୁନିକ ରୋଷେଇ କ'ଣ ହେଉଥିଲା? ବର୍ତ୍ତମାନ ଆଧୁନିକ ରୋଷେଇରେ ଆମେ ଗ୍ୟାସ୍ ଚୁଲା, ସୌରରନ୍ଧକ ଓ ହିଟର ଦ୍ୱାରା ରୋଷେଇ କରୁଛେ। ମସଲା ବାଟିବା ଓ ପେଷିବା ପାଇଁ ଗ୍ରାଇଣ୍ଡର ବ୍ୟବହାର କରୁଛେ। ଓଭାନ ଓ ଫ୍ରିଜର ମଧ୍ୟ ବ୍ୟବହାର କରୁଛେ। ରନ୍ଧନ ପ୍ରଣାଳୀରେ ଓ ଖାଦ୍ୟଶୈଳୀରେ ପରିବର୍ତ୍ତନ ଆସିଛି। ଭିନ୍ନ ପ୍ରକାରର ଖାଦ୍ୟ ରନ୍ଧନ କରାଯାଉଛି। ପ୍ରକ୍ରିୟାକୃତ ଖାଦ୍ୟର ବହୁଳ ବ୍ୟବହାର କରାଯାଉଛି। 3 ନମ୍ବର ପ୍ରଶ୍ନ, ଜଣେ ଶିକ୍ଷୟିତ୍ରୀ କହିଲେ ଯେ ଭଲ ଖାଦ୍ୟ ଔଷଧ ଭଳି କାମ କରିପାରେ। ରବି ଏହି ଉତ୍ତରରେ ଉତ୍ସୁକ ଅଛି ଏବଂ ତାଙ୍କ ଶିକ୍ଷକ ପାଇଁ କିଛି ପ୍ରଶ୍ନ ରଖିଛି। ଅତି କମରେ 2ଟି ପ୍ରଶ୍ନ ପ୍ରସ୍ତୁତ କର ଯାହା ସେ ପଚାରି ପାରିବ ହେଲା। ଶିକ୍ଷୟିତ୍ରୀ କହିଛନ୍ତି ଯେ ଭଲ ଖାଦ୍ୟ ଔଷଧ ଭଳି କାମ କରେ। ତାହେଲେ ଭଲ ଖାଦ୍ୟ ଆମ ଶରୀର ପାଇଁ କିପରି ଔଷଧ ଭଳି କାମ କରେ? ଆପଣ ଯେଉଁ ଖାଦ୍ୟ ଗୁଡ଼ିକୁ ଔଷଧ ଭାବେ ବିବେଚନା କରାଯାଏ ତାହାର କିଛି ଉଦାହରଣ ଦେଇପାରିବେ କି? 4 ନମ୍ବର ପ୍ରଶ୍ନ ପିଲାମାନେ, ସମସ୍ତ ସ୍ୱାଦିଷ୍ଟ ଖାଦ୍ୟ ସ୍ୱାସ୍ଥ୍ୟକର ନୁହେଁ ଏବଂ ସମସ୍ତ ପୁଷ୍ଟିକର ଖାଦ୍ୟ ମଧ୍ୟ ସର୍ବଦା ସୁସ୍ୱାଦୁ ନୁହେଁ। କିଛି ଉଦାହରଣ ସହିତ ତୁମର ଚିନ୍ତା କର। ଯେମିତି ପିଜା, ବର୍ଗର, ପେଟିସ୍, ଚିପ୍ସ, ଚାଟ୍ ଇତ୍ୟାଦି ଜଙ୍କ ଫୁଡ୍ ସ୍ୱାଦିଷ୍ଟ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟକର ନୁହେଁ। କିନ୍ତୁ ପରିବା ସିଝା, ତନ୍ତୁଯୁକ୍ତ ପନିପରିବା, ମାଣ୍ଡିଆ ଆଦି ସ୍ୱାସ୍ଥ୍ୟକର ଖାଦ୍ୟ ହୋଇଥିଲେ ମଧ୍ୟ ସ୍ୱାଦିଷ୍ଟ ନୁହେଁ। 5 ନମ୍ବର ପ୍ରଶ୍ନ ପିଲାମାନେ, ନିତୁ ପନିପରିବା ଖାଏ ନାହିଁ ବରଂ ବିସ୍କୁଟ, ନୁଡୁଲ ଏବଂ ପାଉଁରୁଟିର ମଜା ନିଏ। ଅନେକ ସମୟରେ ତା ପେଟରେ ଯନ୍ତ୍ରଣା ଓ କୋଷ୍ଠକାଠିନ୍ୟ ହୋଇଥାଏ। ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେ ନିଜ ଖାଦ୍ୟରେ କ'ଣ ପରିବର୍ତ୍ତନ କରିବା ଉଚିତ? ତୁମେ ଉତ୍ତରରେ ବୁଝାଅ। ପିଲାମାନେ ବିସ୍କୁଟ, ନୁଡୁଲ୍ସ ଏସବୁ ହେଉଛି ଆମର ଜଙ୍କ ଫୁଡ୍। ଏଣୁ ସୁଷମ ବା ସନ୍ତୁଳିତ ଖାଦ୍ୟ ଖାଇବା ସହିତ ଖାଦ୍ୟର ରଫେଜ ଓ ଜଳର ମାତ୍ରାକୁ ବଢ଼େଇଲେ ପେଟର ଯନ୍ତ୍ରଣା ଓ କୋଷ୍ଠକାଠିନ୍ୟକୁ କମା ଯାଇପାରିବ। ଏହା ଛଡ଼ା ବିସ୍କୁଟ, ନୁଡୁଲ ଏବଂ ପାଉଁରୁଟି ଭଳି ପ୍ରକ୍ରିୟାକୃତ ଖାଦ୍ୟ ଖାଇବା କମ୍ କରିବାକୁ ପଡ଼ିବ। 6 ନମ୍ବର ପ୍ରଶ୍ନ, ରେଶମାକୁ ସ୍ୱଳ୍ପ ଆଲୋକରେ ଜିନିଷ ଦେଖିବାରେ ଅସୁବିଧା ହେଉଥିଲା। ଡାକ୍ତର ତାଙ୍କୁ ତାଙ୍କ ଦୃଷ୍ଟିଶକ୍ତି ପରୀକ୍ଷା କରି ଏକ ନିର୍ଦ୍ଦିଷ୍ଟ ଭିଟାମିନ୍ ଦେଇଥିଲେ। ନିଜ ଖାଦ୍ୟରେ କିଛି ଖାଦ୍ୟ ପଦାର୍ଥ ସାମିଲ କରିବାକୁ ପରାମର୍ଶ ଦେଇଥିଲେ ହେଲା। ତାହେଲେ 3ଟି କୋଶ୍ଚିନ୍ ଦେଇଛି। କରେ ଦେଲା ସେ କେଉଁ ଅଭାବଜନିତ ରୋଗରେ ପୀଡ଼ିତ? ସେ ଅନ୍ଧାର କଣା ରୋଗରେ ପୀଡ଼ିତ, ଯାହାଫଳରେ ସେ ସ୍ୱଳ୍ପ ଆଲୋକରେ ଦେଖିପାରୁନଥିଲା। ଖରେ ତା ଖାଦ୍ୟରେ କେଉଁ ଖାଦ୍ୟ ଉପାଦାନର ଅଭାବ ହୋଇପାରେ? ଭିଟାମିନ୍ ଏ ର ଅଭାବ ଅଛି। ଗରେ ଏହି ସମସ୍ୟାର ଦୂର କରିବା ପାଇଁ ତା ଖାଦ୍ୟରେ କିଛି ଖାଦ୍ୟ ପଦାର୍ଥ ଅନ୍ତର୍ଭୁକ୍ତ କରିବାକୁ ତାକୁ ପରାମର୍ଶ ଦିଅ ହେଲା। ତାକୁ କ'ଣ ମିଶାଇବା ସେ ଖାଦ୍ୟରେ? ମୂଳା, ଖଡ଼ା, ଶାଗ, ତନ୍ତୁଯୁକ୍ତ ପନିପରିବା, ଆମ୍ବ, ଗାଜର, ଅମୃତଭଣ୍ଡା ଆଦି ଭିଟାମିନ୍ ଏ ଯୁକ୍ତ ଖାଦ୍ୟ ଖାଇବା ଉଚିତ। 7 ନମ୍ବର ପ୍ରଶ୍ନ, ତୁମକୁ ନିମ୍ନଲିଖିତ ଖାଦ୍ୟ ପଦାର୍ଥ ଦିଆଯାଇଛି।
ତୁମେ କେଉଁଠି ପସନ୍ଦ କରିବ ଓ କାହିଁକି? ମୁଁ ଫଳକୁ ପସନ୍ଦ କରିବି କାରଣ ଡବା ଫଳରସ ଓ ତାଜା ଫଳରସ ଅପେକ୍ଷା ଫଳ ଆମକୁ ଅଧିକ ଖାଦ୍ୟସାର, ଖାଦ୍ୟତନ୍ତୁ ଓ ପ୍ରାକୃତିକ ସ୍ୱାଦ ପ୍ରଦାନ କରିଥାଏ। 8 ନମ୍ବର ପ୍ରଶ୍ନ, ଗୌରବଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ତାଙ୍କ ଡାକ୍ତର ହାଡ଼ଗୁଡ଼ିକୁ ଯୋଡ଼ି ପ୍ଲାଷ୍ଟର ବାନ୍ଧିଦେଲେ। ଡାକ୍ତର ତାଙ୍କୁ କ୍ୟାଲସିୟମ ବଟିକା ମଧ୍ୟ ଦେଇଥିଲେ। ଦ୍ୱିତୀୟ ପରିଦର୍ଶନରେ ଡାକ୍ତର ତାଙ୍କୁ ଭିଟାମିନ୍ ଡି ସିରପ କ୍ୟାଲସିୟମ ବଟିକା ସହିତ ଦେଇଥିଲେ। ସାରଣୀ ନିମ୍ନଲିଖିତ ପ୍ରଶ୍ନର ଆମେ ଉତ୍ତର ଦେବା। ତାହେଲେ କରେ ଡାକ୍ତର କାହିଁକି ଗୌରବକୁ କ୍ୟାଲସିୟମ ବଟିକା ଦେଲେ? କାହିଁକି କ୍ୟାଲସିୟମ ହାଡ଼କୁ ସୁସ୍ଥ ରଖିଥାଏ, ହାଡ଼କୁ ଯୋଡ଼ିବାରେ ସାହାଯ୍ୟ କରେ। ଖରେ ଦ୍ୱିତୀୟ ଥର ପରିଦର୍ଶନ ବେଳେ ଡାକ୍ତର କ୍ୟାଲସିୟମ ବଟିକା ସହ ଭିଟାମିନ୍ ଡି ସିରପ କାହିଁକି ଦେଲେ? କାରଣ ଦ୍ୱିତୀୟ ପରିଦର୍ଶନ ବେଳେ ଡାକ୍ତର ଭିଟାମିନ୍ ଡି ସିରପ ସହ କ୍ୟାଲସିୟମ ବଟିକା ଦେଲେ ହେଲା, କାରଣ ଭିଟାମିନ୍ ଡି ସିରପ ହେଉଛି କ୍ୟାଲସିୟମକୁ ଶୋଷଣ କରିବାରେ ସାହାଯ୍ୟ କରିଥାଏ। ଗରେ ଡାକ୍ତର ଦେଇଥିବା ଔଷଧକୁ ନେଇ ତୁମ ମନରେ କି ପ୍ରଶ୍ନ ଉଠିଛି? ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଔଷଧକୁ ନେଇ ପ୍ରଶ୍ନ ଉଠିଛି ଯେ ହାଡ଼ର ସୁସ୍ଥତା ସହ ଭିଟାମିନ୍ ଡିର କ'ଣ ସମ୍ପର୍କ ଅଛି? ଗୌରବ କେତେ ଦିନ ପାଇଁ ଭିଟାମିନ୍ ଡି ସିରପ ଓ କ୍ୟାଲସିୟମ ବଟିକା ଖାଇବ? 9 ନମ୍ବର ପ୍ରଶ୍ନ, ଚିନି କାର୍ବୋହାଇଡ୍ରେଟର ଏକ ଉଦାହରଣ। ଚିନିକୁ ଆୟୋଡିନ ଦ୍ରବଣରେ ପରୀକ୍ଷା କଲେ ଏହା ଗାଢ଼ ନୀଳ ରଙ୍ଗରେ ପରିବର୍ତ୍ତନ ହୁଏ ନାହିଁ। ଏହାର ସମ୍ଭାବ୍ୟ କାରଣ କ'ଣ ହୋଇପାରେ? ମଣ୍ଡଦ ଆୟୋଡିନ ସଂସ୍ପର୍ଶରେ ଆସିଲେ ଗାଢ଼ ନୀଳବର୍ଣ୍ଣ ଧାରଣ କରେ। ଚିନି ଏକ ସରଳ ଶର୍କରା ହୋଇଥିବାରୁ ଏହା ଆୟୋଡିନ ସଂସ୍ପର୍ଶରେ ଆସିଲେ ରଙ୍ଗ ପରିବର୍ତ୍ତନ କରିନଥାଏ। 10 ନମ୍ବର ପ୍ରଶ୍ନ, ରମଣଙ୍କ ବକ୍ତବ୍ୟ ବିଷୟରେ ତୁମେ କ'ଣ ଭାବୁଛ? ସମସ୍ତ ଷ୍ଟାର୍ଚ କାର୍ବୋହାଇଡ୍ରେଟ୍ ଅଟେ କିନ୍ତୁ ସମସ୍ତ କାର୍ବୋହାଇଡ୍ରେଟ୍ ଷ୍ଟାର୍ଚ ନୁହେଁ। ତୁମର ଉତ୍ତରକୁ ପରୀକ୍ଷା ମାଧ୍ୟମରେ ବର୍ଣ୍ଣନା କର। ରମଣଙ୍କ ଉକ୍ତିଟି ପିଲାମାନେ ଠିକ୍ ଅଟେ। କାହିଁକି? କାରଣ ଶ୍ୱେତସାରରେ ଶର୍କରା, ଷ୍ଟାର୍ଚ ଓ ତନ୍ତୁ ଜାତୀୟ ପଦାର୍ଥ ରହିଥିବା ବେଳେ ଷ୍ଟାର୍ଚରେ କେବଳ ଗ୍ଲୁକୋଜ କଣିକା ଗୁଡ଼ିକ ପରସ୍ପର ସହ ବାନ୍ଧି ହୋଇ ରହିଥାନ୍ତି। ଷ୍ଟାର୍ଚଯୁକ୍ତ ଖାଦ୍ୟ ଯଥା ଆଳୁ, ଭାତ ଓ ପାଉରୁଟି ସଂସ୍ପର୍ଶରେ ଆୟୋଡିନ ଦ୍ରବଣ ଆସିଲେ ତାହା ନୀଳବର୍ଣ୍ଣ ଧାରଣ କରିବ, କିନ୍ତୁ ଶ୍ୱେତସାର ଜାତୀୟ ଅନ୍ୟ ଖାଦ୍ୟ ଶର୍କରା ଜାତୀୟ ଚିନି, ମହୁ, ଫଳରସ ଓ ତନ୍ତୁ ଜାତୀୟ କଞ୍ଚା ପନିପରିବା ସଂସ୍ପର୍ଶରେ ଆସିଲେ ଆୟୋଡିନ ଦ୍ରବଣ ଆସିଲେ କୌଣସି ତାର ରଙ୍ଗରେ ପରିବର୍ତ୍ତନ ହୋଇନଥାଏ। ଉପରୋକ୍ତ ପରୀକ୍ଷଣରୁ ଆମେ ଜାଣିଲେ ଯେ ଷ୍ଟାର୍ଚ ଶ୍ୱେତସାରର ଏକ ଅଂଶ ଅଟେ ଓ ସମସ୍ତ ଶ୍ୱେତସାର ଷ୍ଟାର୍ଚ ନୁହନ୍ତି। 11 ନମ୍ବର ପ୍ରଶ୍ନ, ପରୀକ୍ଷାଗାରରେ ଆୟୋଡିନ ବ୍ୟବହାର କରୁଥିବା ବେଳେ ମିଷ୍ଟର ମୋଜା ଉପରେ କିଛି ବୁନ୍ଦା ଆୟୋଡିନ ବୁନ୍ଦା ପଡ଼ିଗଲା ଏବଂ କିଛି ବୁନ୍ଦା ତା ଶିକ୍ଷୟିତ୍ରୀଙ୍କ ଶାଢ଼ୀ ଉପରେ ପଡ଼ିଗଲା। ଶାଢ଼ୀରେ ଆୟୋଡିନର ବୁନ୍ଦା ଗାଢ଼ ନୀଳ ହୋଇଯାଇଥିବା ବେଳେ ମୋଜାର ରଙ୍ଗ ବଦଳି ନଥିଲା। ଏହାର ଏକ ସମ୍ଭାବ୍ୟ କାରଣ କ'ଣ ହୋଇପାରେ? କାରଣ ଶିକ୍ଷୟିତ୍ରୀ ଜଣକ ପିନ୍ଧିଥିବା ଶାଢ଼ୀ ନିଶ୍ଚିତ ସୂତା ଶାଢ଼ୀ ଥିଲା ଏବଂ ମଣ୍ଡ ବ୍ୟବହାର କରିଥିଲେ। ମଣ୍ଡରେ ଷ୍ଟାର୍ଚ ଥିବାରୁ ଏହା ଆୟୋଡିନ ସଂସ୍ପର୍ଶରେ ଆସି ଗାଢ଼ ନୀଳବର୍ଣ୍ଣ ଧାରଣ କଲା। ମୋଜାରେ କେହି ମଣ୍ଡ ବ୍ୟବହାର କରନ୍ତି ନାହିଁ। 12 ନମ୍ବର ପ୍ରଶ୍ନ, ବାଜରାକୁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ କୁହାଯାଏ କାହିଁକି? ଶରୀରର ପୋଷକ ଆବଶ୍ୟକତା ପାଇଁ କେବଳ ବାଜରା ଖାଇବା ଯଥେଷ୍ଟ କି ଆଲୋଚନା କର। ପିଲାମାନେ, ବାଜରାକୁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ କୁହାଯାଏ କାରଣ ବାଜରାରେ ଜୀବସାର, ଲୌହ, କ୍ୟାଲସିୟମ ଏବଂ ହଜମଯୋଗ୍ୟ ତନ୍ତୁ ଭରପୁର ମାତ୍ରାରେ ରହିଥାଏ। ବାଜରା ମଧ୍ୟ ପୋଷକ ଶସ୍ୟ ଭାବେ ପରିଚିତ। ଏହା ଆମ ଶରୀର ସ୍ୱାଭାବିକ କାର୍ଯ୍ୟ ପାଇଁ ସୁଷମ ଖାଦ୍ୟ ଯୋଗାଇଥାଏ। ଶରୀର ପୋଷକ ଆବଶ୍ୟକତା ପାଇଁ କେବଳ ବାଜରା ଖାଇବା ଯଥେଷ୍ଟ ନୁହେଁ କାରଣ ଏଥିରେ ଭିଟାମିନ୍ ସି, ଭିଟାମିନ୍ B12, ଭିଟାମିନ୍ ଡି ଏବଂ ଆୟୋଡିନ ନାହିଁ। ଆୟୋଡିନ ଅଭାବରେ ଗଳଗଣ୍ଡ ରୋଗ ଓ ଫଳ ଜାତୀୟ ଖାଦ୍ୟ ନ ଖାଇଲେ ଭିଟାମିନ୍ ସିର ଅଭାବ ହୋଇ ସ୍କର୍ଭି ରୋଗ ହେବାର ସମ୍ଭାବନା ଅଛି। 13 ନମ୍ବର ପ୍ରଶ୍ନ, ତୁମକୁ ଏକ ଦ୍ରବଣ ଦିଆଯାଇଛି। ଏହା ଆୟୋଡିନ ଦ୍ରବଣ ବୋଲି ତୁମେ କିପରି ଜାଣିବ? ପିଲାମାନେ, ପ୍ରଦାନ କରାଯାଇଥିବା ଦ୍ରବଣକୁ ଷ୍ଟାର୍ଚ ଉପରେ ପକାଇଲେ ତାହା ଗାଢ଼ ନୀଳବର୍ଣ୍ଣ ଯଦି ଧାରଣ କଲା ତାହେଲେ ଆମେ ଜାଣିବା ଯେ ସେ ଗୋଟେ ଆୟୋଡିନ ଦ୍ରବଣ।
ହେଲା ସମ୍ପୂର୍ଣ୍ଣ ଅଭ୍ୟାସଟି ସରିଗଲା ପିଲାମାନେ ଭିଡ଼ିଓକୁ ଯଦି ଭଲ ଲାଗିଥିବ ଲାଇକ୍ କରିଦେବ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ ଏଇଭଳି ନୂଆ ଭିଡ଼ିଓ ଦେଖିବା ପାଇଁ ଏବଂ ପାଠ ପଢ଼ିବା ପାଇଁ ଧନ୍ୟବାଦ।